ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ପାତ୍ରଗୁଡ଼ା ପଞ୍ଚାୟତର ଛେଳିଆନାଳ ଗ୍ରାମର ହରିଜନ ସାହିରେ ବିଭିନ୍ନ ମୌଳିକ ଅସୁବିଧାରୁ ସେମାନେ ବଞ୍ଚିତ ହୋଇ ଆସୁଛନ୍ତି ବୋଲି ଆଜି ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି 20 ଜଣ ମହିଳା ଯାଇକିରି। ଆସନ୍ତୁ ଆମେ ଉପସ୍ଥିତ ଅଛୁ ଆମର ଫାଷ୍ଟ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲକୁ ଆମେ ଛେଳିଆନାଳର ଗ୍ରାମବାସୀକୁ ଆମେ ଆମର ଚ୍ୟାନେଲ ମାଧ୍ୟମରେ ସେମାନଙ୍କୁ ସ୍ୱାଗତ କରୁଛୁ। ଆଉ ତାଙ୍କର ସମସ୍ୟା ବିଷୟରେ କୋଉ ସମସ୍ୟା ଅଛି ଆମ ଚ୍ୟାନେଲ ମାଧ୍ୟମରେ ସେମାନେ ପ୍ରକାଶିତ କରିବେ। ଆଉ ତାଙ୍କର ଆସନ୍ତୁ ମତାମତ ସିଧାସଳଖ ନେବା ସେମାନଙ୍କ ଭିତରେ କ'ଣ ତାଙ୍କର ମତାମତ ରହିଛି। ମୁଁ ସଞ୍ଜୟ କୁମାର ନାଗ ଆଉ ଥରେ ଦ୍ୱିତୀୟ ଥର ମୁଁ ଆମ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଉ ଆସନ୍ତୁ ମହିଳାମାନେ କିଛି ଅଛନ୍ତି ସେମାନଙ୍କ ପ୍ରତିକ୍ରିୟା ନେବା, ସେମାନଙ୍କର କୌଣସି ଅସୁବିଧା ଅଛି ସୁବିଧା ଅଛି ସେମାନେ ନିଜ ବକ୍ତବ୍ୟ କରିବେ। ନମସ୍କାର, ମୋ ନାଁ ହେଉଛି ଗୀତା ମହାନନ୍ଦିଆ। କ'ଣ ଅସୁବିଧା ହେଇଛି? ଆଜିକୁ ପ୍ରାୟ 5 ବର୍ଷ ହେଲାଣି ଆମ ଗାଁରେ ପାଣି ଅସୁବିଧା ଏବଂ ରାସ୍ତାଘାଟ ବି ଚାଲିବାଟା ବି ଅସୁବିଧା ହେଉଛି। ଆଚ୍ଛା, ଏ ବିଷୟରେ କାହାକୁ ଜଣାଇଛନ୍ତି? এই ବିଷୟରେ ଜଣା ହେଇଥିଲା ଗ୍ରାମ ପଞ୍ଚାୟତର ଆମର ଶ୍ରୀଯୁକ୍ତ ସରପଞ୍ଚ ଆଉ ସରପଞ୍ଚକୁ ବି ଆମେ କହିଥିଲୁ, ତାଙ୍କେ ତ ଆମର କିଛି ଇଏ କଲେ ନାହିଁ। ତାପରେ ଆଜି ଆମେ ସମସ୍ତେ ମା ମିଶି ଯାଇଥିଲୁ ବ୍ଲକକୁ, 20ଟା ମା ମିଶିକି ଯାଇଥିଲୁ। ଆଉ ସେଇଠି ଆମେ ଆଜ୍ଞାଙ୍କ ସହିତ ଦେଖା କରିକି ଆସିଛୁ, ଆମ FIR ବି ଗୋଟେ ଦେଇକି ଆସିଛୁ। ଆଉ ଆଜ୍ଞା ଆମକୁ ଏତିକି ଅନୁରୋଧ କରୁଛି ଯେ ଆମକୁ ପାଣି ସୁବିଧା ଦିଆଯାଉ, ନହେଲେ ଆମେ ସମସ୍ତେ ଗାଁ ବାସିନ୍ଦା ରାଜରାସ୍ତାରେ ଓହ୍ଲାଇବାକୁ ଚାହୁଁଛୁ। ଥ୍ୟାଙ୍କ ୟୁ। ଦେଖୁଥିଲେ ଆଜି ସେମାନେ ତାଙ୍କର ଅଭିଯୋଗ ଶୁଣାଣିରେ ଆଜି ସେମାନେ ଦେଇଥିଲେ, ଆଜି ତାଙ୍କେ ସିଧାସଳଖ ପ୍ରତିକ୍ରିୟା ରଖୁଥିଲେ। ଆଉ ସେ ଯଦି ବି ଆଗାମୀ ଦିନରେ କିଛି ଦିନ ମଧ୍ୟରେ ଯଦି ୟାର ସମାଧାନ ଯଦି ନ କରନ୍ତି ପ୍ରଶାସନ, ତାହେଲେ ରାଜରାସ୍ତାକୁ ଓହ୍ଲେଇବୁ ଆଉ ବାଧ୍ୟ ହେଇକିରି ଆମେ ରାସ୍ତା ରୋକ କରିବୁ ବୋଲି ସେମାନେ ରୋକଠୋକ ଭାବରେ କହୁଛନ୍ତି। ଆସନ୍ତୁ ଆଉ ଜଣେ ମାଙ୍କର ପ୍ରତିକ୍ରିୟା ନେବା, ସେ କ'ଣ କହୁଛନ୍ତି। ମୋ ନାଁ ହେଉଛି ମୁଖୀ ଟାଟି, ମୁଁ ଛେଲିଆନାଳ ଗ୍ରାମବାସୀ ମହିଳା। ଏଇଠି ନେଇକି ପାଣି ଅସୁବିଧା ବେଶୀ ହେଉଛି। ମା ମାନେ ଆମେ ବେଶୀ ଅସୁବିଧାରେ ପଡୁଛୁ, କାହିଁକି ନା ଆମର କୌଣସି ବି ସୁବିଧା ହେଇପାରୁନି ଏ ଗାଁରେ। 5 ବର୍ଷ ହେଲା ଏ କଥା ଆମେ ସମସ୍ତଙ୍କୁ କହି ସାରିଛୁ, ବ୍ଲକକୁ, ପଞ୍ଚାୟତକୁ, ସରପଞ୍ଚ, ଏମିତି ଆମର ଯେତେ ମହିଳା ଅଛି ସମସ୍ତଙ୍କୁ ଆମେ ଜଣେଇ ସାରିଲୁ। କୌଣସି ନେଇକି ଆମର କିଏ ବି ଆମର କୌଣସି କଥା ବୁଝିବା ପାଇଁ ଚାହୁଁନାହାନ୍ତି। ଆମେ ମହିଳା ମାନେ କେମିତି ଅସୁବିଧାରେ ରହୁଛୁ କାହିଁକି ବୁଝୁନାହାନ୍ତି। ଆରେ ପାଣି ନଥିଲେ ଆମେ କେମିତି ବଞ୍ଚିବୁ? ଗୋଟେ ନଳକୂଅ ଅଛି, ସେ ନଳକୂଅରେ ପାଣି ବି ଆପଣ ଦେଖିପାରନ୍ତି ସେଠି ପାଣି କେମିତି ବାହାରୁଛି। କାହିଁକି ସେ ପାଣି ଆମେ ପିଇଲେ ଆମ କିଡନୀକୁ ମାଡ଼ ହେଇପାରେ। ସେଇଟା ମୁଁ ଅନୁରୋଧ କରୁଛି ଯେ ସମସ୍ତଙ୍କୁ। ଆଚ୍ଛା, ବିଷୟରେ ଆମେ ପ୍ରଥମତଃ ସରପଞ୍ଚକୁ ଅଭିଯୋଗ କରିଛନ୍ତି। ଏବେ ଲାଷ୍ଟରେ ଆପଣ ମାନେ କୋଉଠିର ପାଣି ବ୍ୟବହାର କରୁଛନ୍ତି, କେମିତି ବ୍ୟବହାର? ଆଜ୍ଞା, ସେଇ ପାଣି ଆକା ଆମେ ବ୍ୟବହାର କରୁଛୁ, କାହିଁକି ନା ଏଇଠି ପାଣି ଅସୁବିଧା, ଆଉ ସେ ପାଣି ବି ଭଲ ବାହାରୁ ନାହିଁ। ଚାହିଁଲେ ଆପଣମାନେ ବି ଦେଖିପାରନ୍ତି ସେ ପାଣିକୁ। ସେଇ ପାଣି ପିଇ ପିଇ ପ୍ରାୟ ଗୋଟେ 5-6 ଜଣ ବି ଲିଭର କିଡନୀ ଖରାପ ହେଇକି ତାଙ୍କର ମୃତ୍ୟୁ ହେଇଗଲାଣି। ତେଣୁ ସରକାରଙ୍କ ପାଖରେ ଆମର ଏତିକି ଅନୁରୋଧ ଯେ ଆମକୁ ପାନୀୟ ଜଳ ସୁବିଧା କରାଯାଉ ଏବଂ ରାସ୍ତାଘାଟ ସୁରକ୍ଷିତ କରାଯାଉ। ଆଚ୍ଛା, ସିଧାସଳଖ ଭାବରେ ଆମେ ଦେଖିବା, ଏଥିରେ ଆମେ ଆଉ ଜଣେ ଭାଇମାନଙ୍କଠୁ ବି ଉପସ୍ଥିତ ଅଛନ୍ତି, ଭାଇମାନଙ୍କଠୁ ବି ଆମେ ପ୍ରତିକ୍ରିୟା ନେବା। ଆଉ ସେମାନେ କ'ଣ କହୁଛନ୍ତି, ଆହୁରି ତାଙ୍କର କେମିତି ସେମାନେ ପାଣିର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ପଚାରି ବୁଝିବା। ଆସନ୍ତୁ ଆଉ ଜଣେ ମା ହଉ କିମ୍ବା ଭାଇ ହଉ, କିଏ କହିପାରିବେ? ଟାକରି ଛାଡ଼ ଉପର ଛେଳିଆନାଳ, ଆମର ଥାନା ମୁନିଗୁଡ଼ା, ଜିଲ୍ଲା ରାୟଗଡ଼ା, ପଞ୍ଚାୟତ ପାତ୍ରଗୁଡ଼ା। ସାର୍, ମୁଁ ଏଇ କହିବା ପାଇଁ ଚାହୁଁଛି ଯେ ଆମର ଗ୍ରାମରେ ସାର୍, ଉପର ଛେଳିଆନାଳ ଗ୍ରାମରେ ପାଣି ବହୁତ ଅସୁବିଧା ସାର୍। ଆମର ଗାଁରେ କୌଣସି ନାଳ ନାହିଁ, ନଦୀ ନାହିଁ, କୌଣସି ପ୍ରକାର ଜିନିଷ ବି ସୁବିଧା କିଛି ନାହିଁ। ଆମର ଗୋଟେ ଟ୍ୟୁବୱେଲ୍ର ନାହିଁ କି ଆମର 30 ପରିବାର ନାହିଁ କି ସାର୍ ଆମେ ଚଳିତ ଅଛୁ। ସେ ମାଧ୍ୟମରେ ଆମ ଜିଲ୍ଲା ରାୟଗଡ଼ା ଅଧିକାରୀ ଆମର ଜିଲ୍ଲାପାଳକୁ ଜଣାଉଛି ଯେ ଆମକୁ ପାଣି ସୁବିଧା ଦିଆଯାଉ, ତାପରେ ଆମେ ଉପକୃତ ହେବୁ ସାର୍। ଯଦି ନ କରନ୍ତି ତାହେଲେ ନ କରନ୍ତି ସାର୍, ଆମେ ରାଜରାସ୍ତାକୁ ଯାଇକରି ଆମେ ଆନ୍ଦୋଳନ କରିବା ପାଇଁ ଉପସ୍ଥିତ ଅଛୁ ସାର୍। ମହିଳାମାନଙ୍କୁ ନେଇକରି ଆମେ ରାଜରାସ୍ତାରେ ଉପସ୍ଥିତ ଅଛୁ।
हमको सर पानी किया का सर हमें कौन सुविधा दरकार नहीं हमको आगे पानी सुविधा दरकार सर ଆଜି ଆମର ଛେଳିଆ ନାଳର ମହିଳାମାନେ ପ୍ରତିକ୍ରିୟା ରଖୁଥିଲେ ତାଙ୍କର ମୌଳିକ ଅସୁବିଧାରୁ ସେମାନେ ସମ୍ମୁଖୀନ ହେଉଥିବାର କଥା ସେମାନେ କହୁଥିଲେ ତାଙ୍କର ପିଇବା ପାଣି ମଧ୍ୟ ଠିକରେ ନାହିଁ କିମ୍ବା ଗାଧେଇବା ପାଣି ମଧ୍ୟ ତାଙ୍କରକୁ ନାହିଁ କି ଯିବା ଆସିବା ପାଇଁ ଆଉ ତାଙ୍କର ରାସ୍ତାଘାଟ ମଧ୍ୟ ନାହିଁ ବୋଲିକିରି ସେମାନେ ଅଭିଯୋଗ କରୁଛନ୍ତି ଏ ବିଷୟରେ ପ୍ରଶାସନକୁ ନିବେଦନ କରିଛନ୍ତି ଯେ ଯଥାଶୀଘ୍ର ୟାର ପ୍ରତିକ୍ରିୟା କରିବେ ବୋଲିକିରି ଯଦି ନ କରନ୍ତି ତାହେଲେ ଆଗାମୀ ଦିନରେ ଏଇ ଗ୍ରାମବାସୀ ମହିଳା ପୁରୁଷ ଯାଇକିରି ଶତାଧିକ ମହିଳା ପୁରୁଷ ମାନେ ରାଜରାସ୍ତାରେ ଓହ୍ଲେଇକିରି ସେମାନେ ରାସ୍ତା ରୋକ କରିବା ପାଇଁ ସେମାନେ ବାଧ୍ୟ ହେବୁ ବୋଲିକିରି ସେମାନେ ନିଜର ପ୍ରତିକ୍ରିୟା ରଖୁଥିଲେ। ରାୟଗଡ଼ା ଜିଲ୍ଲାରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।